ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମାଣିପୁର ଗ୍ରାମରେ ଶୋକର ଛାୟା। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମାଣିପୁର ଗ୍ରାମ ପଞ୍ଚାୟତରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ହେଲେ ମାଣିପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସାନ ପୁଅ କୁମୁଦ ଦଳାଇ। ଗ୍ରାମର ଏକ ପଣିସ ଗଛରୁ ତାଙ୍କ ଶରୀରକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଚନ୍ଦ୍ରଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବକୁ ବ୍ରହ୍ମପୁର ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ପୋଲିସ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ କୁମୁଦ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଇପାରନ୍ତି ବୋଲି ସମ୍ଭାବନା ରହିଥିବା ଜଣାପଡ଼ିଛି। ତଥାପି ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଅନ୍ୟ କ'ଣ ରହିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ମିଳିଥିବା ସୂଚନା ଅନୁଯାୟୀ କୁମୁଦ ଅତି କମ୍ ବୟସରୁ ନିଶାଦ୍ରବ୍ୟ ସେବନ କରି ଆସୁଥିଲେ ଏବଂ କିଛି ମାସ ଧରି ଯାଜପୁରରେ ୱେଲ୍ଡର ଭାବେ କାମ କରି ଆସୁଥିଲେ। ତାଙ୍କ ଲିଭରରେ ସମସ୍ୟା ହେବା ପରେ ସେ ଗ୍ରାମକୁ ଫେରି ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ପରିବାର ପକ୍ଷରୁ ତାଙ୍କ ମଦ ପିଇବା ବାରଣ କରିବା ସହ ଶରୀର ପ୍ରତି ଯତ୍ନ ନେବା ପାଇଁ ଅନେକ ଥର ପରାମର୍ଶ ଦିଆଯାଇଥିଲା। ତେବେ ଗତକାଲି ସନ୍ଧ୍ୟା 7ଟା ସମୟରେ କୁମୁଦ ଘରେ ବାଇକ୍ ଚାବି ମାଗିଥିଲେ, କିନ୍ତୁ ଘରେ ଚାବି ନ ମିଳିବା ହେତୁ କେଉଁଆଡ଼େ ସେ ଚାଲି ଯାଇଥିଲେ। ପରିବାର ଲୋକେ ରାତି ସାରା ତାଙ୍କୁ ଖୋଜାଖୋଜି କରିଥିଲେ, କିନ୍ତୁ ସନ୍ଧାନ ମିଳିନଥିଲା। ଆଜି ସକାଳେ ଗ୍ରାମବାସୀ ତାଙ୍କ ନିଜ ବାରିପଟିଆ ପଣସ ଗଛରେ ତାଙ୍କ ଶରୀରକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହି ଘଟଣା ପରେ ମାଣିକପୁର ଗ୍ରାମରେ ଚୋରା ମଦ ବିକ୍ରି ପ୍ରସଙ୍ଗ ପୁଣି ଚର୍ଚ୍ଚାର ବିଷୟ ଆସିଛି। ଗ୍ରାମର ମହିଳା ଗୋଷ୍ଠୀ ବାରମ୍ବାର ଚୋରା ମଦ ବିକ୍ରି ବିରୋଧରେ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଏହା ଅଦ୍ୟାବଧି ମଦ ବିକ୍ରି କାରବାର ବନ୍ଦ ହେଉନାହିଁ। ସରପଞ୍ଚଙ୍କ ପୁଅଙ୍କ ଅକାଳ ମୃତ୍ୟୁ ଯୋଗୁଁ ଗ୍ରାମ ଓ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଓ ଚୋରା ମଦ ବିରୋଧରେ ଆଗାମୀ ପଦକ୍ଷେପ କିଭଳି ରହିବ